ଉଚ୍ଚ ପ୍ରାଥମିକ ଶିକ୍ଷକଙ୍କ ପାଇଁ ବ୍ରିଜ୍ କୋର୍ସ ପରୀକ୍ଷା ପରବର୍ତ୍ତୀ ଶୁଣାଣି ପର୍ଯ୍ୟନ୍ତ ରହିତାଦେଶ। ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଶିକ୍ଷକଙ୍କ ବ୍ରିଜ୍ କୋର୍ସ ପରୀକ୍ଷା ଦେବା ଲାଗି ଜାରି ବିଜ୍ଞପ୍ତିକୁ ଚ୍ୟାଲେଞ୍ଜ କରି ରୁଜୁ ମାମଲାରେ ହାଇକୋର୍ଟ ରାଜ୍ୟ ସରକାରଙ୍କୁ ନୋଟିସ୍ କରିଛନ୍ତି। ଏଥିସହ ଆବେଦନକାରୀଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇପାରିବ ନାହିଁ ବୋଲି ଅନ୍ତରୀଣ ରହିତାଦେଶ ଜାରି କରିଛନ୍ତି। ଆବେଦନକାରିଣୀଙ୍କ ରୀନା କୁମାରୀ ବେହେରା ଓ ଅନ୍ୟମାନଙ୍କ ପକ୍ଷରୁ ରୁଜୁ ମାମଲାରେ ଶୁଣାଣି କରି ହାଇକୋର୍ଟରେ ବିଚାରପତି ଜଷ୍ଟିସ ଏମ୍.ଏସ୍. ରମଣ ଏହି ନିର୍ଦ୍ଦେଶ ଦେଇଛନ୍ତି। ମାମଲାରେ ପରବର୍ତ୍ତୀ ଶୁଣାଣି ଆସନ୍ତା ଫେବୃଆରୀ 10 ତାରିଖକୁ ଧାର୍ଯ୍ୟ ହୋଇଛି। ଆବେଦନକାରୀମାନେ ପିଟିସନରେ ଦର୍ଶାଇଛନ୍ତି ଯେ ଗତ ଅଗଷ୍ଟ 18ରେ ଟେଷ୍ଟ ଇନଷ୍ଟିଚ୍ୟୁଟ୍ ଅଫ୍ ଓପନ୍ ସ୍କୁଲିଂ ପକ୍ଷରୁ ଶିକ୍ଷା ସହାୟକ ନିମନ୍ତେ ଏକ ବିଜ୍ଞପ୍ତି ସୂଚନା ପ୍ରକାଶ ପାଇଥିଲା। ଏଥିରେ କୁହାଯାଇଥିଲା ଯେ ଯେଉଁମାନେ 2025 ପୂର୍ବରୁ ବିଏଡ୍ କରି ଶିକ୍ଷା ସହାୟକ ନିଯୁକ୍ତି ପାଇଛନ୍ତି ସେମାନଙ୍କୁ ବ୍ରିଜ୍ କୋର୍ସ ପାଇଁ ପରୀକ୍ଷା ଦେବାକୁ ପଡ଼ିବ। ଏହି ଆଧାରରେ ଜିଲ୍ଲା ଶିକ୍ଷା ଅଧିକାରୀମାନଙ୍କ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଥିଲା। ଏହି ବିଜ୍ଞପ୍ତିକୁ ଚ୍ୟାଲେଞ୍ଜ କରି ଆବେଦନକାରୀମାନେ ହାଇକୋର୍ଟ ଦ୍ୱାରସ୍ଥ ହୋଇଛନ୍ତି। ଆବେଦନକାରୀମାନେ ଦର୍ଶାଇଥିଲେ ଯେ ଏହି ପରୀକ୍ଷା କେବଳ ପ୍ରାଥମିକ ଶିକ୍ଷକଙ୍କ ପାଇଁ ଆବଶ୍ୟକ। ଉଚ୍ଚ ପ୍ରାଥମିକ ଶିକ୍ଷକମାନେ ଏହି ପରୀକ୍ଷା ଦେବା ଆବଶ୍ୟକ ନାହିଁ। ରାଜ୍ୟ ସରକାରଙ୍କ ସମସ୍ତ ଶିକ୍ଷକଙ୍କ ପାଇଁ ଏହି ପରୀକ୍ଷା ବାଧ୍ୟତାମୂଳକ କରିଥିବାରୁ ଏହାକୁ ରଦ୍ଦ କରାଯାଉ ବୋଲି ସେମାନେ ପ୍ରାର୍ଥନା କରିଛନ୍ତି।